हेलो फ्रेंड्स, वेलकम टू माय यूट्यूब चैनल। तो मु प्रथमे आपण मानकु आंतरिकतार सह प्रणाम जनाउची। आज मु आपण मानक पई नेई आसीची एक नुआ कहानी, जो कहानीटीर नाम हेउची किन्नर। एही कहानीटी संपूर्ण सत घटना उपरे आधारित। तथापि एही कहानीटी आपण मानकु भल लागिबो कि नाही जानिनी। चलंतु आ विलंब न करी कहानीटीकु आरंभ करिबा। सूर्यंठारू आरंभ हुए सकाळ, पुणी सूर्यंठारे संज हुए। चंद्रमार आगमनरे आरंभ हुए रात्रि। काहापाई नेई आसे चांदिनी राति, पुणी काहापाई नेई आसे अभिशप्त रात्रिर काला छायारे काहार बढ़े आयु, जस, मान, मर्यादा। किंतु जनक जीवन एते जे दुखपूर्ण आसे जानिबा एही कहानी मध्यरे। किछि नुआ करिबार आशा नहीं साधना बाहरिला ए घड़ीसंधि मुहूर्त्तरे किछि साहाଯ୍ୟର हाथ बढ़ेइबाकू। खाଇବା ନେଇ ଦେବା ବେଳେ ନାହିଁ ପଦ ଶୁଣି ସେ ଲୋକଙ୍କୁ କହିଲି, ମୁଁ ଭିକାରୀ ଭାବି ଦେଉ ନାହିଁ, ମୁଁ ଏ କରୋନା କାଳରେ ସାହାଯ୍ୟ କରି ଖାଇବାକୁ ଦେଉଛି। ସଙ୍ଗେ ସଙ୍ଗେ ତା ପ୍ରତି ଉତ୍ତର ଦେଇ କହିଲେ ସେ ଲୋକ, ସାହାଯ୍ୟର କ'ଣ ପ୍ରମାଣ ଲୋଡ଼ା ହୁଏ କି? ମୋ ହାତରେ ମୋବାଇଲ ଦେଖି ମୁଁ ନିଜର ତଳକୁ ଖସିଗଲି। କାରଣ ସେ ଭାବିଲା ମୋବାଇଲରେ ଭିଡ଼ିଓ କରୁଛି। ସେ ସମୟରେ ଏ କିନ୍ନର ଆସି ଖାଇବା ମାଗିଲା ଏବଂ ତାକୁ ଦେଖି ମୋ ହୃଦୟ ବିଗଳିତ ହେବାରେ ଲାଗିଲା। ସତେ ଯେମିତି ଭୋକରେ ତାର ଜିହ୍ୱା ଜଳି ଯାଉଥିଲା। ଖାଇ ସାରିବା ପରେ ତାର ଆଖିରୁ ଦୁଇଧାର ଲୁହ ଝରିଗଲା। ତା ବିଷୟରେ ଜାଣିବା ପାଇଁ ମୋ ମନ ଉତ୍ସାହରେ ଭରିଗଲା। ମୁଁ ସାଧନା, ଆଉ ତୁମ ନାମ? କିଛି ସମୟ ପରେ ସେ କିନ୍ନର କହିଲା, ମୁଁ ଦେବଲୀନା। ପିଲାବେଳେ ନମସ୍କାର ଦେବୁ। ମୋର ଜନ୍ମ ରତନଗଡ଼ରେ। ବାପା ମନ୍ଥନ ମିଶ୍ର, ମା ମାନସୀ ମିଶ୍ର। ଆମେ 6 ଭାଇ ଭଉଣୀ। ମୋ ମା ମାନସୀ ପ୍ରତିଦିନ କାହାଣୀ କୁହନ୍ତି। ସେ ଦିନର କାହାଣୀ କିଛି ଅଲଗା ଥିଲା, ଯାହା ମୋ ମନକୁ ସ୍ତବ୍ଧ କରିଥିଲା। ସେ କାହାଣୀ ବହୁ ପୁରାତନ। ଦ୍ୱାପର ଯୁଗରେ କିପରି କୃଷ୍ଣକୁ ନ ପାଇ ଗୋପାଳ, ବାସୀ ଆଉ ଗୋପୀମାନେ ତ୍ରେତୟା ଯୁଗକୁ କିନ୍ନର ରୂପ ଧାରଣ କରି ଶ୍ରୀକୃଷ୍ଣଙ୍କ ମନ କିଣି ନେଇଥିଲେ। ଆଉ ଏକ ଦିନର କଥା। ଭାଳେଣି ପଡ଼ିଛି କୃଷ୍ଣଙ୍କ ମନର। ରୁକ୍ମିଣୀକୁ ସେ ଚୋରାଇ ଆଣିବେ କିପରି? ସଖା ଅର୍ଜୁନକୁ କିନ୍ନର ବହୁତ ନଳର ରୂପ ଧରି ଶିଶୁପାଳଙ୍କ ହାତରୁ ରୁକ୍ମିଣୀକୁ ଚୋରାଇ ଆଣିଥିଲେ। ଆଉ କୃଷ୍ଣକୁ ମଧ୍ୟ ରାହୁ କେତୁଠାରୁ ଅମୃତ ରକ୍ଷା କରିବା ପାଇଁ ମୋହିନୀର ରୂପ ଧାରଣ କରିଥିଲେ। ଏକଥା ଶୁଣି ଦେବୁ ଶପଥ ନେଲା ଯେ ମୁଁ ଜଣେ କିନ୍ନର ହୋଇ ବାହାରିବି। ଆଉ କିନ୍ନର ହେଲା ସତ। ସେ ସମସ୍ତଙ୍କ ପାଇଁ ଘୃଣାର ପାତ୍ର ପାଲଟିଗଲା। ଆଉ ନିଜ ଘରୁ ତଡ଼ା ଖାଇବା ପରେ ପେଟ ପୋଷିବା ପାଇଁ ମୁଁ ବେରିଙ୍ଗ ଆଉ ବେଶ୍ୟା ହୋଇ ବାହାରିଲି। ହୋଇଗଲି ନିଃସହାୟ ହୋଇପଡ଼ିଲି ଆଉ ଭିକାରୀଙ୍କ ପରି ମାଗି ଖାଇବାକୁ ଲାଗିଲି। ଯେଉଁଠିକି କାମ ପାଇଁ ଯାଏ ସେଇଠି ଛକା, ମାଇୟା କହି ବାହାର କରିଦେଉଛନ୍ତି। ସାଧନା ଦରଦଭରା କଣ୍ଠରେ କହିଲା, ହେ ମଣିଷ ସମାଜ! ଯେତିକି ନିଜ ପୁଅ ଝିଅମାନଙ୍କର ଘରେ ରହିବାର ଅଧିକାର ଅଛି, ସେତିକି ଜଣେ କିନ୍ନରର ବି ଅଧିକାର ଅଛି। ଆପଣେଇ ନିଅନ୍ତୁ। ପୁଅ ବାହା ହୋଇ ସାରିଲା ପରେ ସ୍ତ୍ରୀ ପିଲାଙ୍କୁ ଧରି ଚାକିରି କରିଥିବା ଜାଗାକୁ ଚାଲିଯାଆନ୍ତି। ଝିଅ ବାହା ହୋଇ ଚାଲିଯାଏ, ବାପା ମାଆଙ୍କୁ କିଏ ବା ପଚାରେ? ଜଣେ କିନ୍ନର ହିଁ ସବୁ କଥା ବୁଝୁଥାଏ। କିନ୍ତୁ ଟଙ୍କା ଦରକାର ଥିଲାବେଳେ ମଣିଷ ପଚାରନ୍ତି, ଟଙ୍କା ନ ଥିଲାବେଳେ କିନ୍ନର କହି ମଜାକ ଉଡ଼ାନ୍ତି। କହି ସାଧନା ଚାଲିଗଲା। ଘରକୁ ଯାଇ ଆଜୀବନ ମୁଁ ସମାଜସେବୀ ହେବି, ଗରିବମାନଙ୍କୁ ଖାଇବା ବାଣ୍ଟିବି। କିନ୍ନର ମାନେ ବୃଦ୍ଧା ହେଲାବେଳେ ତାଙ୍କ ରହିବା ପାଇଁ ବୃଦ୍ଧାଶ୍ରମଟିଏ କରିବି। ଆଉ ତାପରେ ଦିନ ସାଧନାର ପୁଅ ସାଧୁର ଜନ୍ମଦିନ ଥିଲା। ଆଉ କିନ୍ନରମାନଙ୍କୁ ଡାକି ଖାଇବାକୁ ଦେଲା, ଦକ୍ଷିଣା ବି ଦେଲା। ଆଉ ପୁଅକୁ ଆଶୀର୍ବାଦ ଦେଇ କହିଲେ, ଭଗବାନ ତୁମର ମଙ୍ଗଳ କରନ୍ତୁ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ, ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଯଦି କିଛି ଭୁଲ ଥିବ କ୍ଷମା କରିଦେବେ। ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି, ହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର କରୁନାହାନ୍ତି କିମ୍ବା ଚ୍ୟାନେଲକୁ ସବସ୍କ୍ରାଇବ କରୁନାହାନ୍ତି। ଦୟାକରି ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଯାହାଦ୍ୱାରା ମୁଁ ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ନେଇ ଆସିବି। ଏତିକି କହୁଛି।